ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଭାରତୀୟ କ୍ରିକେଟ ଦଳ। ହଁ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ ଆଜି କହିବି ଭାରତୀୟ ଦଳ କେମିତି ରେକର୍ଡ କରିଛନ୍ତି। ନିକଟରେ ଟି20 ୱାର୍ଲଡ କପ୍ ଶେଷ ହୋଇଛି। ସେଥିରେ ଭାରତୀୟ ଦଳ ସମସ୍ତ ମ୍ୟାଚ୍ ଜିତି ୱାର୍ଲଡ କପ୍ ନେଇଥିଲା। ଆଉ ଏବେ ଚାଲିଛି ଟି20 ଓମେନ୍ସ ଏସିଆ କପ୍। ସେଥିରେ ବି ମହିଳା ଦଳ 3ଟି ମ୍ୟାଚ୍ ଖେଳି ଏପର୍ଯ୍ୟନ୍ତ 3ଟି ଯାକ ଜିତିଛି। ଗତକାଲି ଟି20 ଓମେନ୍ସ ଏସିଆ କପ୍ରେ ଭାରତ ସହିତ ନେପାଳର ଖେଳ ହୋଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି 3 ୱିକେଟ୍ରେ 178 ରନ୍ କରିଥିଲା। ଏସ୍ ବର୍ମାଙ୍କ 48 ବଲ୍ରେ 81 ରନ୍, ହେମଲତାଙ୍କ 42 ବଲ୍ରେ 47 ରନ୍ କରିଥିଲା। 179 ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେପାଳ। ନେପାଳର କୌଣସି ବ୍ୟାଟ୍ସମ୍ୟାନ୍ 20 ରନ୍ ବି ଅତିକ୍ରମ କରିନଥିଲେ, ଯାହାଫଳରେ କି ଟୋଟାଲ 9 ୱିକେଟ୍ରେ ନେପାଳ କରିଥିଲା 96 ରନ୍। ଏହି ବିଜୟ ପରେ ଭାରତୀୟ ଦଳ 3ଟିରୁ 3ଟି ମ୍ୟାଚ୍ ଜିତି ଏକ ରେକର୍ଡ କରିଛନ୍ତି। ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଭାରତୀୟ କ୍ରିକେଟ ଦଳ। ହଁ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ ଆଜି କହିବି ଭାରତୀୟ ଦଳ କେମିତି ରେକର୍ଡ କରିଛନ୍ତି। ନିକଟରେ ଟି20 ୱାର୍ଲଡ କପ୍ ଶେଷ ହୋଇଛି। ସେଥିରେ ଭାରତୀୟ ଦଳ ସମସ୍ତ ମ୍ୟାଚ୍ ଜିତି ୱାର୍ଲଡ କପ୍ ନେଇଥିଲା। ଆଉ ଏବେ ଚାଲିଛି ଟି20 ଓମେନ୍ସ ଏସିଆ କପ୍। ସେଥିରେ ବି ମହିଳା ଦଳ 3ଟି ମ୍ୟାଚ୍ ଖେଳି ଏପର୍ଯ୍ୟନ୍ତ 3ଟି ଯାକ ଜିତିଛି। ଗତକାଲି ଟି20 ଓମେନ୍ସ ଏସିଆ କପ୍ରେ ଭାରତ ସହିତ ନେପାଳର ଖେଳ ହୋଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି 3 ୱିକେଟ୍ରେ 178 ରନ୍ କରିଥିଲା। ଏସ୍ ବର୍ମାଙ୍କ 48 ବଲ୍ରେ 81 ରନ୍, ହେମଲତାଙ୍କ 42 ବଲ୍ରେ 47 ରନ୍ କରିଥିଲା। 179 ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେପାଳ। ନେପାଳର କୌଣସି ବ୍ୟାଟ୍ସମ୍ୟାନ୍ 20 ରନ୍ ବି ଅତିକ୍ରମ କରିନଥିଲେ, ଯାହାଫଳରେ କି ଟୋଟାଲ 9 ୱିକେଟ୍ରେ ନେପାଳ କରିଥିଲା 96 ରନ୍। ଏହି ବିଜୟ ପରେ ଭାରତୀୟ ଦଳ 3ଟିରୁ 3ଟି ମ୍ୟାଚ୍ ଜିତି ଏକ ରେକର୍ଡ କରିଛନ୍ତି।